ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଜଣେ ବ୍ୟକ୍ତି ଉଦ୍ଧାର ପାଇଲା ପରେ ଅନ୍ଧକାରର ଶକ୍ତି ସହିତ ଯୁଦ୍ଧ କରିବାକୁ ପଡ଼ିବ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ବ୍ୟକ୍ତି ଆତ୍ମିକ ହେଲା ପରେ, ପରିତ୍ରାଣ ପାଇଲା ପରେ, ଉଦ୍ଧାର ପାଇଲା ପରେ, ସେଇ ଶୈତାନର ଶକ୍ତି ସହିତ, ସେଇ ଅନ୍ଧକାରର ଶକ୍ତି ସହିତ ଆମେମାନେ ଆତ୍ମିକତା ସହିତ ଯୁଦ୍ଧ କରିବାକୁ ପଡ଼ିବ। ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା' ମାନେ, କିମ୍ବା ମୋର ଭାଇ କିମ୍ବା ଭଉଣୀମାନେ, କିମ୍ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ ମୋର ଛୋଟିଆ ଅନୁରୋଧ, ଏହି ବିଷୟକୁ ଆପଣମାନେ ଆତ୍ମିକତା ସହିତ ଯଦି ବୁଝିବେ ତାହେଲେ ଆପଣମାନେ ବୁଝିପାରିବେ, ନହେଲେ ଆପଣମାନେ ବୁଝିପାରିବେ ନାହିଁ। ଏହି ବିଷୟ ଆପଣମାନଙ୍କ ପାଇଁ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ, ସଠିକ୍ ଭାବରେ ବୁଝନ୍ତୁ। ଆତ୍ମିକତା ସହିତ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ପଦପର୍ବ ଅନୁସାରେ ଆମ୍ଭେମାନେ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ପବିତ୍ର ବାଇବଲ ଅଛି ତାହେଲେ ଦେଖନ୍ତୁ, ଏଫେସୀୟ ପୁସ୍ତକ ତାର 6 ପର୍ବ 12 ପଦରେ ଲେଖାଯାଏ। ଏହି ପଦପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପୂର୍ବରୁ ଆଉ ଥରେ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଜଣେ ବ୍ୟକ୍ତି ଉଦ୍ଧାର ପାଇଲା ପରେ ଅନ୍ଧକାରର ଶକ୍ତି ସହିତ ଯୁଦ୍ଧ କରିବାକୁ ପଡ଼ିବ। ଜଣେ ବ୍ୟକ୍ତି ଉଦ୍ଧାର ପାଇଲା ପରେ ଅନ୍ଧକାରର ଶକ୍ତିକୁ ବା ଅନ୍ଧକାର ଶକ୍ତି ସହିତ ଆମେମାନେ ଆତ୍ମିକତା ସହିତ ସେ ଅନ୍ଧକାର ଶକ୍ତି ସହିତ ଯୁଦ୍ଧ କରିବାକୁ ପଡ଼ିବ। ଆସନ୍ତୁ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ଏଫେସୀୟ ତାର 6 ପର୍ବ ତାର 12 ପଦ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ। ଯଦି ଆପଣମାନେ ଦେଖିବେ ନାହିଁ ତାହେଲେ ମୁଁ ବାଇବଲରେ ଥିବା ବିଷୟ କହୁଅଛି କିମ୍ବା ବାଇବଲର ବାହାରେ କହୁଅଛି। ଏ ବିଷୟ ଆପଣମାନେ କେମିତି ଜାଣିପାରିବେ, ସେଥିପାଇଁ ଦେଖିବା ଦରକାର। ଏହି ଜାଗାରେ ଲେଖାଯାଏ, ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ଆମ୍ଭମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମାମାନଙ୍କ ବିରୁଦ୍ଧରେ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବିଶ୍ୱାସୀ ମଧ୍ୟରେ ଯୁଦ୍ଧ ଚାଲିଛି। କିନ୍ତୁ କାହିଁକି ଚାଲିଛି ଆମେମାନେ ବୁଝିବା ଦରକାର। ଗୋଟେ ବ୍ୟକ୍ତିଙ୍କୁ ଆମେମାନେ ଯୁଦ୍ଧ କରିବା ନାହିଁ, ସେଇ ବ୍ୟକ୍ତିଙ୍କର ଖରାପ ଶିକ୍ଷାକୁ ଆମେମାନେ ଆତ୍ମିକତା ସହିତ ଆମେମାନେ ଯୁଦ୍ଧ କରିବା ଦରକାର। କାରଣ ପ୍ରଭୁ ଯୀଶୁ କହିଲେ, ଅନେକ ଭଣ୍ଡ ଭାବବାଦୀ, ଅନେକ ଶିକ୍ଷକ ଆସି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ। ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଇ ବ୍ୟକ୍ତିମାନଙ୍କର ସହିତ ଆମର ଯୁଦ୍ଧ ନୁହେଁ। ସେଇ ବ୍ୟକ୍ତିମାନଙ୍କର ଶୈତାନର ଶକ୍ତି ଯେଉଁ ପ୍ରକାଶ କରୁଛନ୍ତି, ସେଇ ଶୈତାନର ଶକ୍ତି ସହିତ ଆମ୍ଭମାନଙ୍କର ଆତ୍ମିକତା ସହିତ ଯୁଦ୍ଧ କରିବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯୁଦ୍ଧ କରିବାର
ଆମ୍ଭେମାନେ ଆରମ୍ଭ କରିବା ଦରକାର। ଆମ୍ଭେମାନେ ପରମେଶ୍ୱରଙ୍କର ସେଇ ବାକ୍ୟ ସେଇ ଖଡ଼ଗ ଦ୍ୱାରା ଯଦି ଆମ୍ଭେମାନେ ପରିତ୍ରାଣ ପାଇଛୁ ବା ଆମ୍ଭେମାନେ ଯଦି ପ୍ରଭୁଙ୍କର ଆଗ୍ରହ ଅଟୁ, ତାହେଲେ ଶୈତାନର ଶକ୍ତି ସହିତ ଆମ୍ଭେମାନେ ଯୁଦ୍ଧ କରିବାକୁ ପଡ଼ିବ। ଆମ୍ଭେମାନେ ଆରମ୍ଭ କରିବାକୁ ପଡ଼ିବ। ଅନେକ ପ୍ରଭୁଙ୍କର ପ୍ରିୟ ଦାସମାନେ, ବିଶ୍ୱାସିନୀ ମାନେ, ମଣ୍ଡଳୀର ଲୋକମାନେ ମଧ୍ୟ ଉଦ୍ଧାର ପାଇଲା ପରେ ଶୈତାନର ଶକ୍ତି ସହିତ ଯୁଦ୍ଧ କରୁଛନ୍ତି। এই ଯୁଦ୍ଧ କେମିତି ହେଇଥିବ ବୋଲି ଆପଣମାନେ ଭାବୁଥିବେ। ଯେଉଁମାନେ ଆତ୍ମିକ ଲୋକ ସେମାନେ ଆପଣମାନେ ଜାଣିଥିବେ ଆମେମାନେ କେମିତି ଶୈତାନର ଶକ୍ତି ସହିତ ଆମେମାନେ ଯୁଦ୍ଧ କରୁଅଛୁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏପିସ୍ ତାର 6 ତାର 10 ଯଦି ଦେଖିବେ ତାହେଲେ ଲେଖାଯାଏ, ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ଆମ୍ଭେମାନେ ସଦାପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ଆମ୍ଭେମାନେ ବଳବାନ ହେବା ଦରକାର। ଆତ୍ମିକତା ସହିତ ଆମ୍ଭେମାନେ ବଳବାନ ହେବା ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ତାର 12ରେ ଆପଣମାନଙ୍କ ପାଖରେ ପ୍ରକାଶ କଲି। କାରଣ ଆମ୍ଭମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଦ୍ୟପତି ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭମାନଙ୍କର ଯୁଦ୍ଧ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ଯୁଦ୍ଧ କାହା ସହିତ? ଆପଣମାନଙ୍କର ଯୁଦ୍ଧ କାହା ସହିତ? ଆକାଶର ଆତ୍ମିକ ସେନାମାନଙ୍କର ସହିତ ଆମ୍ଭେମାନେ ଯୁଦ୍ଧ କରିବା ଦରକାର। ଆକାଶର ଆତ୍ମିକ ସେଇ ଶୈତାନର ଶିକ୍ଷକମାନଙ୍କର ସହିତ ଏବଂ ସେ ଅନ୍ଧକାରର ସହିତ ବା ସେ ଅନ୍ଧକାର ଶକ୍ତି ସହିତ ଆମ୍ଭେମାନେ ଆତ୍ମିକତା ସହିତ ଯୁଦ୍ଧ କରିବା ଦରକାର। ଆପଣମାନେ ବୁଝୁଛନ୍ତି ତ ପ୍ରଭୁଙ୍କର ପ୍ରିୟ ଲୋକମାନେ? ଆପଣମାନେ ବୁଝିବା ଦରକାର କେଉଁ ହତିଆରରେ ଆମ୍ଭେମାନେ ଲଢ଼ିବା ଦରକାର। ଆମ୍ଭେମାନେ କେଉଁ ତାଲବାରରେ, କେଉଁ ଖଡ଼ଗରେ ସେଇ ଶୈତାନର ଶକ୍ତି ସହିତ ଆମ୍ଭେମାନେ ଯୁଦ୍ଧ କରିବା ଦରକାର। ଆସନ୍ତୁ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। ମୁକର ଖଡ଼ଗ ସହିତ ବା ଈଶ୍ୱରଙ୍କର ବାକ୍ୟ ସହିତ ଆମ୍ଭେମାନେ ଯୁଦ୍ଧ କରିବା ଦରକାର। କାରଣ ପ୍ରଭୁ ଯୀଶୁଙ୍କର ବାକ୍ୟ ବିଧାର ଖଡ଼ଗ ଅଟେ। ସେଇ ଖଡ଼ଗ ସହିତ, ସେଇ ପରମେଶ୍ୱରଙ୍କର ବାକ୍ୟ ସହିତ ଶୈତାନର ଶକ୍ତିକୁ, ସେଇ ଅନ୍ଧକାରର ଶକ୍ତିକୁ ଆମ୍ଭେମାନେ ଯୁଦ୍ଧ କରିବା ଦରକାର। କିନ୍ତୁ ଆସନ୍ତୁ ପ୍ରକାଶିତ ବାକ୍ୟ ତାର 2:16 ଦେଖିବା ନିମନ୍ତେ ଯିବା। ପ୍ରକାଶିତ ବାକ୍ୟ ତାର 2:16 ଏହି ଜାଗାରେ ଲେଖାଯାଏ, ଏଣୁ ମନ ପରିବର୍ତ୍ତନ କର, ନହେଲେ ଆମେ ଶୀଘ୍ର ତୁମ ନିକଟକୁ ଆସି ମୁକ ନିଃସ୍ୱକୃତ ଖଡ଼ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ। ମୁକର ଖଡ଼ଗ ପରମେଶ୍ୱରଙ୍କର ବାକ୍ୟ, ସେଇ ଖଡ଼ଗ ସହିତ ଆମ୍ଭେମାନେ ଯୁଦ୍ଧ କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ମୁକର ଖଡ଼ଗ କିଏ? ପରମେଶ୍ୱରଙ୍କର ବାକ୍ୟ ଅଟେ ଖଡ଼ଗ। ଆଉ ଥରେ ଦେଖିବା ଏପିସ୍ ପୁସ୍ତକ ପ୍ରଭୁଙ୍କର ପ୍ରିୟ ଲୋକମାନେ କରନ୍ତି। ଏପିସ୍ ତାର 6:17 ଲେଖାଯାଏ, ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ଼ଗ ଅର୍ଥାତ୍ ଈଶ୍ୱରଙ୍କର ବାକ୍ୟ ଧାରଣ କର।
आम्भेमाने जदि ईश्वरंकर वाक्य जदि धारण करिबा ताहेले आम्भेमाने खड्ग धारण करुअछु एवं प्रभुंकर प्रिय लोक माने शैतानर शक्ति को से अंधकार शक्ति को युद्ध करने हेले ईश्वरंकर वाक्य को धारण करने दरकार अर्थात परमेश्वरंकर वाक्य एक खड्ग अटे यही खड्ग सहित आम्भे माने युद्ध करने दरकार। वर्तमान समय अनेक खराब शिक्षा चली अनेक मंडली चली अनेक जगह मानक चली अनेक लोक मैंने खराब शिक्षा दौरान से लोक सहित आमर युद्ध नुहे किंतु से लोक जो खराब शिक्षा करुँच से शिक्षा प्रति से शैतान शिक्षा प्रति से अंधकार शिक्षा प्रति आमे माने युद्ध करने दरकार। परमेश्वर वाक्य बा से खड्ग सहित आमे माने युद्ध करने दरकार कारण परमेश्वर वाक्य द्विधार खड्ग अटे किंतु प्रभुंकर प्रिय लोक माने पाउल कहीं कही आत्मांकर खड्ग बोली आपण माने जानी कि प्रभुंकर प्रिय लोक माने पाउल कहीं कही आत्मांकर खड्ग बोली आसतु आमे माने देखिबा निमंते जीवा आदि पुस्तक तार 2:7 यही जगह लिखा जाए अनंतर सदाप्रभु परमेश्वर भूमिर धूली द्वारा मनुष्य को निर्माण करी तार नासिकांद्र फुंक दे प्राणवायु प्रवेश कराइले तहिरे मनुष्य जीवित प्राणी है। आपण मैंने बुझंतु प्रभुंकर प्रिय लोक मैंने 3टी वाक्य आपण मान पाखर प्रकाश करी 2:7 लिखा जाए आपण मैंने सठिक भाव में बुझंतु अनंतर सदाप्रभु परमेश्वर भूमिर धूली द्वारा मनुष्य को निर्माण करी तार नासिकांद्र फुंक देवा द्वारा प्राणवायु प्रवेश कराइले तहिरे मनुष्य जीवित प्राणी है। किंतु जोहन 20:22 लिखा जाए जोहन 20:22 लिखा जाए से यह कोई सेमान को ऊपर प्रश्वास छाड़ी सेमान को कहले पवित्र आत्मा ग्रहण कर से जगह आदम को फुंकुंट जगह प्रश्वास छाड़ी प्रश्वास छाड़ी सेमान को कहले पवित्र आत्मा ग्रहण कर किंतु तेसलोनिकीय यही जगह लिखा जाए तेसलोनिकीय तार 2:8 लिखा जाए दुईरो आठ तेसलोनिकीय 2:8 सेतेबेले से अधर्म पुरुष प्रकाशित हेब ताहाकु प्रभु जीशु अपना मुखर निश्वास द्वारा संहार करिवे और अपना आगमनर प्रकाश द्वारा विनाश करिवे अपना आगमनर प्रकाश द्वारा विनाश करिवे। प्रभुंकर प्रिय लोक माने कहीं कही पाउल परमेश्वरंकर आत्मा खड्ग बोली एई जगह परमेश्वर तार आत्मा द्वारा मनुष्य को जीवित प्राणी करुछंती फुंकिबा द्वारा एई जगह आपण माने देखिले कारण सेतेबेले से अधर्म पुरुष प्रकाशित हेब तांको प्रभु जीशु अपना मुखर निश्वास द्वारा संहार करिवे एवं आदम को मध्य मुखर निश्वास द्वारा प्राणवायु प्रवेश कराइले सेतिपाई एई जगह पाउल कहिले कारण परमेश्वरंकर वाक्य द्विधार खड्ग अटे से वाक्य आममान को अंतर में बास करते एवं वाक्य आममान मुख द्वारा प्रभु कथा कहते এই মুখ দ্বারা বাক্য বা এই খড়গ সহিত শৈতানর শক্তিକୁ ଆମ୍ଭେମାନେ ଯୁଦ୍ଧ କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ମୁହଁରୁ ବାୟୁ ବାହାରେ ଖାଇବା ମୁହଁରେ ବା ପାଟିରେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରୁଅଛୁ ପାଟି ଦ୍ୱାରା
বা ମୁହ ଦ୍ୱାରା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ରୋମିଓ ତାର 10:15 ଲେଖାଯାଏ, ରୋମିଓ 10:15, ରୋମିଓ 10:15, ରୋମିଓ 10:15 ଲେଖାଯାଏ, ପୁଣି ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖା ଅଛି, ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି ସେମାନଙ୍କ ପାଦ କିପରି ଶୋଭାଯୁକ୍ତ। ଆପଣମାନେ ପ୍ରେରିତ ନ ହେବେ ତାହେଲେ କିପରି ପ୍ରଚାର କରିବେ? ଯଦି ପ୍ରଚାର କରିବା ତାହେଲେ ମୁଖ ଦ୍ୱାରା ହିଁ ଆମେମାନେ ପ୍ରଚାର କରିବା। ଈଶ୍ୱରଙ୍କର ବାକ୍ୟକୁ ଆମେ ପ୍ରଚାର କରିବା, ଈଶ୍ୱରଙ୍କର ଖଡ଼ଗକୁ ଆମେମାନେ ପ୍ରଚାର କରିବା। ଏବଂ ସେଇ ଖଡ଼ଗ ଯଦି ଗୋଟିଏ ବ୍ୟକ୍ତିଙ୍କ ଉପରେ ପଡ଼େ ବା ଖରାପ ଶିକ୍ଷା ପ୍ରତି ପଡ଼େ ତାହେଲେ ସେଇ ବ୍ୟକ୍ତି ବିନଷ୍ଟ ହେବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ମୁହଁରୁ ପରମେଶ୍ୱରଙ୍କର ଆତ୍ମାଙ୍କ ଖଡ଼ଗ ବିନା କଥାରେ ଆପଣ କିଛି ନୁହେଁ। କିନ୍ତୁ ଆଦି ପୁସ୍ତକ ତାର 2:7 ଆପଣମାନେ ଦେଖିଥିବେ, 2:7, ଆଦି ତାର 2:7ରେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାର ନାସିକାନ୍ଦ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। କିନ୍ତୁ ଶୈତାନ କେବେ ହେଲେ ମଧ୍ୟ ଆପଣଙ୍କୁ ଚାହେଁ ନାହିଁ ଆପଣମାନେ କୁହନ୍ତୁ ବୋଲି। ଶୈତାନ କେବେ ମଧ୍ୟ ଚାହେଁ ନାହିଁ ଆପଣମାନେ ଈଶ୍ୱରଙ୍କର ବାକ୍ୟ କୁହନ୍ତୁ ବୋଲି। କିନ୍ତୁ ପ୍ରେରିତ ପୁସ୍ତକ ଯଦି ଦେଖିବେ ତାର 18:9 ଯଦି ଦେଖିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ଲେଖାଯାଏ, ପ୍ରେରିତ ପୁସ୍ତକ ତାର 18 ପର୍ବ ତାର 9 ପଦ, এই ଜାଗାରେ ଲେଖାଯାଏ, ପୁଣି ପ୍ରଭୁ ରାତିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ, ଭୟ କର ନାହିଁ, ନୀରବ ନ ରହି କଥା କୁହ, କାରଣ ଆମେ ତୁମ ସାଙ୍ଗରେ ଅଛୁ। এই ଜାଗାରେ କଥା କୁହ ଅର୍ଥାତ୍ ପ୍ରଚାର କର, ଈଶ୍ୱରଙ୍କର ବାକ୍ୟ ପ୍ରଚାର କର, କାରଣ ଅନ୍ଧକାରର ଶକ୍ତି ବିନଷ୍ଟ ହେବା ଦରକାର। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଆପଣମାନଙ୍କୁ ମଧ୍ୟ କହନ୍ତି, ଆପଣମାନେ ଯଦି ଉଦ୍ଧାର ପାଇଅଛନ୍ତି, ବିଶ୍ୱାସ କରୁଅଛନ୍ତି, ତାହେଲେ ଆତ୍ମିକତା ସହିତ ଯୁଦ୍ଧ କରିବା ଦରକାର। ସେଇ ଶୈତାନର ଶକ୍ତିକୁ, ସେ ଅନ୍ଧକାରର ଶକ୍ତି ସହିତ ଆମେମାନେ ଯୁଦ୍ଧ କରିବା ଦରକାର। এই ଜାଗାରେ ପ୍ରଭୁ ଯୀଶୁ ପାଉଲକୁ କହୁଛନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ତୁମେ ପୁଣି ପ୍ରଭୁ ରାତିରେ ଦର୍ଶନ ଦେଇ ପାଉଲଙ୍କୁ କହିଲେ, ଭୟ କର ନାହିଁ, ନୀରବ ନ ରହି କଥା କୁହ, କାରଣ ଆମେ ତୁମର ସାଙ୍ଗରେ ଅଛୁ। ଆମେ କୁଆଡ଼େ କଥା କହୁଛୁ? ପାଟି ଦ୍ୱାରା କଥା କହୁଛୁ। ପ୍ରଭୁ ଯୀଶୁ ଆମର ମୁଖ ଦ୍ୱାରା ପରମେଶ୍ୱରଙ୍କର ଖଡ଼ଗ ବାହାର କରନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ, ଯୁଦ୍ଧ କରିବା ପୂର୍ବରୁ, ଅନ୍ଧକାରର ଶକ୍ତି ସହିତ ଯୁଦ୍ଧ କରିବା ପୂର୍ବରୁ ଆମ୍ଭମାନଙ୍କର ଖଡ଼ଗ, ଆତ୍ମିକ ଖଡ଼ଗକୁ ଆମେମାନେ ଚମକାଇବା ଦରକାର, ଧାର କରିବା ଦରକାର। ତେବେ ଯାଇ ଆମେମାନେ ଗୋଟିଏ ଶୈତାନର ଶକ୍ତି ସହିତ, ଅନ୍ଧକାରର ଶକ୍ତି ସହିତ, ଖରାପ ଶିକ୍ଷା ସହିତ ଆମେମାନେ ଯୁଦ୍ଧ କରିପାରିବା। ଯଦି ଆମର ଖଡ଼ଗ ଯଦି ଧାର ନଥାଏ, ଆମର ଖଡ଼ଗ ଯଦି ଚିକ୍ନ ନଥାଏ, ଚକମକି ନଥାଏ, ତାହେଲେ ଆମେମାନେ ଯୁଦ୍ଧ କରିବା ନାହିଁ, ଯୁଦ୍ଧ କରିପାରିବା ନାହିଁ। କିନ୍ତୁ ଶୈତାନର ବନ୍ଧନକୁ, ଶୈତାନର ଶକ୍ତି ସହିତ, ଅନ୍ଧକାରର ସେହି ଶକ୍ତିକୁ ଆମେମାନେ ଯୁଦ୍ଧ କରିବା ପାଇଁ ହେଲେ ଆମର ଆତ୍ମିକ ଖଡ଼ଗ ଧାର କରିବା ଦରକାର, ଆମର ଆତ୍ମିକ ଖଡ଼ଗ ଚକମକାଇବା ଦରକାର। ଆମେମାନେ କେମିତି କରିବା ଦରକାର? ଆସନ୍ତୁ ଆମେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ଏବ୍ରୀ ପୁସ୍ତକ ତାର 4 ପର୍ବ ତାର 12 ପଦ ଦେଖିବା ନିମନ୍ତେ ଯିବା। ଏବ୍ରୀ ତାର 4:12, 4:12, 4 ଏବ୍ରୀ ପୁସ୍ତକ ତାର 4:12 ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖାଯାଏ, କାରଣ ଈଶ୍ୱରଙ୍କର ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ଼ଗ ଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟର ଚିନ୍ତା
ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। କେମିତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଶୈତାନର ଶକ୍ତି ସହିତ ବା ଶୈତାନର ଶକ୍ତିକୁ, ଅନ୍ଧକାର ସେଇ ଶକ୍ତିକୁ ଯଦି ଆପଣମାନେ ଯୁଦ୍ଧ କରିବେ ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା, ପରମେଶ୍ୱରଙ୍କର ଖଡ଼ଗ ଦ୍ୱାରା, ତାହେଲେ କେମିତି ହୋଇପାରିବ ପ୍ରଭୁଙ୍କର ପ୍ରିୟ ଲୋକମାନେ? କାରଣ ଲେଖାଯାଏ ପରମେଶ୍ୱରଙ୍କର ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ଼ଗ ଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା ଓ ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଯଦି ଆପଣମାନେ ପରମେଶ୍ୱରଙ୍କର ଖଡ଼ଗ ଯଦି ଧାରଣ କରିବେ, ପରମେଶ୍ୱରଙ୍କର ଖଡ଼ଗ ଯଦି ଆପଣମାନେ ଦ୍ୱିଧାର ବା କ'ଣ କୁହାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ ଧାର କରିବେ ପରମେଶ୍ୱରଙ୍କର ବାକ୍ୟକୁ, ତାହେଲେ ଆପଣଙ୍କର ସମ୍ମୁଖରେ ଶୈତାନର ଶକ୍ତି ଛିଡ଼ା ହୋଇପାରିବ ନାହିଁ। ସେ ଅନ୍ଧକାର ଶକ୍ତି ଆପଣଙ୍କ ପାଖରେ ଛିଡ଼ା ହୋଇପାରିବ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଯୁଦ୍ଧ କରିବା ଏଇ ଜାଗା ଲେଖାଯାଏ ଏପିସ୍ ତାର 6:17 ଆପଣମାନଙ୍କ ପାଖରେ ପ୍ରକାଶ କଲି। ଏକ ଉଦ୍ଧାର ପାଇଥିବା ମୁହଁ, ଏକ ଉଦ୍ଧାର ପାଇଥିବା ମୁହଁ। ଆମେମାନେ ଯଦି ଉଦ୍ଧାର ପାଇଛୁ ତାହେଲେ ସେ ବିଷୟରେ ଗୋଟିଏ ବାକ୍ୟ ପ୍ରକାଶ କରିବା ପାଇଁ ଚାହେଁ। ପ୍ରକାଶିତ ବାକ୍ୟ 1:16। ସେ ଆପଣ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରୁଥିଲେ, ତାହାର ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କର ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜମୟ ଥିଲା। ଯଦି ଆପଣମାନଙ୍କର ଅନ୍ତରରେ ପରମେଶ୍ୱରଙ୍କର ଆତ୍ମା ବାସ କରିଅଛନ୍ତି, ପେଣ୍ଟିକୋସ୍ତ ଦିନରେ ଦିଆଯାଇଅଛି, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଯଦି ପରମେଶ୍ୱରଙ୍କର ବାକ୍ୟକୁ ଆପଣମାନେ ଜାଣିଛନ୍ତି ତାହେଲେ ଆପଣମାନେ ଉଦ୍ଧାର ପାଇଛନ୍ତି। ବା ଯେଉଁମାନେ ପ୍ରଭୁ ଯୀଶୁଙ୍କ ନିଜର ମୁଖରେ ସ୍ୱୀକାର କରନ୍ତି ସେମାନେ ପରିତ୍ରାଣ ପାଆନ୍ତି ବା ଉଦ୍ଧାର ପାଆନ୍ତି। ସେ ବିଷୟ ଅଲଗା ଟପିକ୍। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ବିଷୟ ଆମେମାନେ ଦେଖୁଛୁ ଯେ ସେ ଆପଣ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ଼ଗ ନିର୍ଗତ ହେଉଥିଲା, ଅର୍ଥାତ୍ ପରମେଶ୍ୱରଙ୍କର ବାକ୍ୟ ନିର୍ଗତ ହେଉଥିଲା। ଆମମାନଙ୍କର ମୁଖରୁ ମଧ୍ୟ ପରମେଶ୍ୱରଙ୍କର ବାକ୍ୟ ସେଇ ଖଡ଼ଗ ନିର୍ଗତ ହେବା ଦରକାର। ତେବେ ଯାଇ ଆମେମାନେ ଶୈତାନର ଶକ୍ତି ସହିତ, ଅନ୍ଧକାରର ଶକ୍ତି ସହିତ, ଖରାପ ଶିକ୍ଷା ଶକ୍ତି ସହିତ ଆମେମାନେ ଯୁଦ୍ଧ କରିପାରିବା ଏବଂ ଯୁଦ୍ଧରେ ଆମେମାନେ ଜୟ ହେବା। କିନ୍ତୁ ଆଉ ଗୋଟିଏ ବାକ୍ୟରେ ଲେଖାଯାଏ, ଆମେ ଯଦି ଗୋଟିଏ ଜାଗାରେ ଯୁଦ୍ଧ କରିବା ପାଇଁ ଯାଉଛୁ ତାହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଉ ଗୋଟିଏ ବାକ୍ୟରେ ଲେଖାଯାଏ ଆମେମାନେ ପ୍ରଥମରେ ହିଁ ଆମେମାନେ ଭାନ୍ଦିବା ଦରକାର, ପ୍ରାର୍ଥନା ଦ୍ୱାରା ଭାନ୍ଦିବା ଦରକାର। କିନ୍ତୁ ଲେଖାଯାଏ ପ୍ରଭୁଙ୍କର ପ୍ରିୟ ଲୋକମାନେ 19:13 ଲେଖାଯାଏ, ପ୍ରକାଶିତ 19:13, ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କର ନାମ ଈଶ୍ୱରଙ୍କର ବାକ୍ୟ। ତାହାଙ୍କର ନାମ ଈଶ୍ୱରଙ୍କର ବାକ୍ୟ ଅଟେ। ସେ ବାକ୍ୟକୁ ଯଦି ଆମେମାନେ ଧରିକି ଆଗକୁ ବଢ଼ିବା, ସେଇ ଖଡ଼ଗକୁ ଯଦି ଆମେମାନେ ଧରି ଆଗକୁ ବଢ଼ିବା, ତାହେଲେ ଶୈତାନର ସମସ୍ତ ଶକ୍ତିକୁ, ଖରାପ ଶିକ୍ଷାର ଶକ୍ତିକୁ, ଖରାପ ଶିକ୍ଷାକୁ ସମସ୍ତଙ୍କୁ ଆମେମାନେ ଯୁଦ୍ଧ କରିପାରିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରେରିତ ପୁସ୍ତକରେ ଲେଖାଯାଏ, ଆପଣମାନେ ଦେଖନ୍ତୁ ତାର 2:37 ଲେଖାଯାଏ, 2:37, এই ଜାଗାରେ ଲେଖାଯାଏ, এই ଯୀଶୁଙ୍କୁ ଈଶ୍ୱର ଉଠାଇ ଅଛନ୍ତି, ସେ ବିଷୟରେ ଆମେମାନେ ସମସ୍ତେ ସାକ୍ଷୀ। କିନ୍ତୁ ଜିରିମିୟ ତାର 1:9, ଜିରିମିୟ
ଜିରିମିୟ 1:9। ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ମୁଖ ସ୍ପର୍ଶ କଲେ ଆଉ ସଦାପ୍ରଭୁ ମୋତେ କହିଲେ, ଦେଖ ଆମେ ଆପଣା ବାକ୍ୟ ତୁମ ମୁଖରେ ଦେଲୁ। ପ୍ରଭୁ ଯୀଶୁଙ୍କର ବାକ୍ୟ ଜିରିମିୟଙ୍କ ମୁଖରେ ଦେଲେ। ଆପଣଙ୍କର ମୁଖରେ ମଧ୍ୟ ପରମେଶ୍ୱରଙ୍କର ବାକ୍ୟ ଦେଇଛନ୍ତି। ଆପଣମାନେ ପ୍ରସ୍ତୁତ ହେବା ଦରକାର। ଈଶ୍ୱରଙ୍କର ବାକ୍ୟକୁ ଆପଣମାନେ ଭୋଜନ କରିବା ଦରକାର। ଆପଣମାନେ ଆତ୍ମିକତା ସହିତ ବଢ଼ିବା ଦରକାର। ତେବେ ସେ ଆପଣମାନେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆମେମାନେ ଯୁଦ୍ଧ କରିପାରିବା ଶୈତାନର ସେ ଅନ୍ଧକାରର ସେ ଖରାପ ଶିକ୍ଷାର ସମସ୍ତ ଶକ୍ତି ସହିତ। କିନ୍ତୁ ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ ପ୍ରଥମ କରନ୍ତୀୟ 11:4 11:4 ଏ ବିଷୟକୁ ପ୍ରକାଶ କରିବା ପୂର୍ବରୁ ଆଉ ଗୋଟିଏ ବିଷୟ କହିବା ପାଇଁ ଚାହେଁ। ବର୍ତ୍ତମାନ ସମୟରେ ସଠିକ୍ ଶିକ୍ଷାରେ ଖରାପ ଶିକ୍ଷା ଠିଆ ହେଇପାରୁନାହିଁ। ଯେଉଁମାନେ ଖରାପ ଶିକ୍ଷା ଦେଉଛନ୍ତି ଯେମିତି ପଢ଼ିକି ଯେମିତି ସେମାନେ ଯେମିତି ପଢ଼ନ୍ତି ସେମିତି ଶିକ୍ଷା ଦିଅନ୍ତି। ଖରାପ ଶିକ୍ଷା ଯଦି ଦେଉଛନ୍ତି ସଠିକ୍ ଶିକ୍ଷାରେ ସେମାନେ ଛିଡ଼ା ହେଇପାରୁନାହାନ୍ତି, ସେମାନଙ୍କୁ ବାଦି ଯାଉଛି। କିନ୍ତୁ ଏଇ ଜାଗାରେ ଲେଖାଯାଏ ଯେକୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କରେ ସେ ଆପଣା ମସ୍ତକର ଅପମାନ କରେ। କିନ୍ତୁ କ'ଣ ଅର୍ଥ? ଆତ୍ମିକ ଖଡ଼ଗ ଚମକାଇବାର ହିତ ଉପଦେଶ ତାର 5:5 ଏଇ ଜାଗାରେ ଲେଖାଯାଏ ତାହାର ପାଦ ମୃତ୍ୟୁ ଆଡ଼କୁ ଓହ୍ଲାଇଯାଏ, ତାହାର ପାଦ ବିକ୍ଷେପ ପାତାଳରେ ପଡ଼େ। କିନ୍ତୁ 1:32 ଲେଖାଯାଏ 1:32 ପ୍ରେରିତ ପୁସ୍ତକ 20:32 ଏବେ ମୁଁ ତୁମମାନଙ୍କୁ ପ୍ରଭୁଙ୍କ ଠାରେ ଓ ତାହାଙ୍କର ଅନୁଗ୍ରହ ବାକ୍ୟ ନିକଟରେ ସମର୍ପଣ କରୁଅଛି। ସେ ତୁମମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ପବିତ୍ରକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି। ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆମେମାନେ ଯଦି ଈଶ୍ୱରଙ୍କର ବାକ୍ୟ ଯଦି କହିବା ନାହିଁ ତାହେଲେ ଅନ୍ଧକାର ଶକ୍ତି ଆଟାକ୍ କରିବ। ଆମେମାନେ ନୀରବ ନ ରହି ଆମେମାନେ ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ଦରକାର। କାରଣ ଈଶ୍ୱରଙ୍କର ବାକ୍ୟ ଦ୍ୱିଧାର ଖଡ଼ଗ ଅଟେ ଏବଂ ଈଶ୍ୱରଙ୍କର ବାକ୍ୟ ଯେବେ ନିର୍ଗତ ହୁଏ ଲୋକମାନଙ୍କୁ ବାଧିଯିବ ଏବଂ ଶୈତାନର ଶକ୍ତି ସହିତ ଅନ୍ଧକାର ଶକ୍ତି ସହିତ ଖରାପ ଶିକ୍ଷା ସହିତ ଆମେମାନେ ଯୁଦ୍ଧ କରିବା। ତାହେଲେ ଆମେମାନେ ଆତ୍ମିକ ହେବା ଦରକାର। ପରମେଶ୍ୱରଙ୍କର ବାକ୍ୟକୁ ଧାରଣ କରିବା ଦରକାର। ସେଇ ଖଡ଼ଗକୁ ଆମେମାନେ ଧାର କରିବା ଦରକାର। ତେବେ ଯାଇ ଆମେମାନେ ଯୁଦ୍ଧ କରିପାରିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ।